ତ ଆମ ଦ୍ୱାର ତ ସମସ୍ତଙ୍କ ପାଇଁ ଏ ତ ବିଶ୍ୱର ସର୍ବବୃହତ ଦଳ। ନଈ ନ ଦେଖିକି ନଙ୍ଗଳା ହେଲା ଭଳି ମୋତେ ଲାଗୁଛି ବିଜୁ ଜନତା ଦଳ ପ୍ରତ୍ୟେକ କଥାରେ ଭାରତୀୟ ଜନତା ପାର୍ଟି ବା ସରକାରକୁ କାଠଗଡ଼ାରେ ଠିଆ କରିବା ପାଇଁ ଚେଷ୍ଟା କରେ। ଜଗନ୍ନାଥ ସଂସ୍କୃତିର ନୀତି ନିୟମକୁ ଭାଙ୍ଗିକରି କିଏ କେଉଁଠି କରୁଛନ୍ତି, ଆମକୁ ବି କଷ୍ଟ ହେଉଛି, ଆପଣମାନଙ୍କୁ ମଧ୍ୟ କଷ୍ଟ ହେଉଛି। ଆମେ ସମସ୍ତେ ଆଜି ଆମେ ଖବରକାଗଜରୁ ପଢ଼ିଲୁ ଏ କଥା। ମୁଁ ଭାବୁଛି ଭାରତୀୟ ଜନତା ପାର୍ଟିର ନେତୃତ୍ୱଙ୍କ ପାଖେ ଏ କଥାର ସମ୍ପୂର୍ଣ୍ଣ ବିବରଣୀ ନଥାଇପାରେ। ନଈ ନ ଦେଖିକି ନଙ୍ଗଳା ହେଲା ଭଳି ମୋତେ ଲାଗୁଛି ବିଜୁ ଜନତା ଦଳ ପ୍ରତ୍ୟେକ କଥାରେ ଭାରତୀୟ ଜନତା ପାର୍ଟି ବା ସରକାରକୁ କାଠଗଡ଼ାରେ ଠିଆ କରିବା ପାଇଁ ଚେଷ୍ଟା କରୁଛି। ଭୁଲି ଯାଉଛନ୍ତି ସେମାନେ 24 ବର୍ଷ ସରକାରରେ ଥିଲେ। ତାଙ୍କ ବେଳେ ଯେଉଁ ଯେଉଁ ନିର୍ବାଚନ ବନ୍ଦ ହେଇଥିଲା କିମ୍ବା ଲେଟ୍ ହେଉଥିଲା, ବିଭିନ୍ନ ନିର୍ବାଚନକୁ ଆପଣମାନେ ଦେଖିପାରିବେ। କଲେଜ ଇଲେକ୍ସନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ, ସେଇଭଳି ବିଭିନ୍ନ ନିର୍ବାଚନକୁ এইভাবে ভাবে ডেরি হোলা। তাহলে সেমানে সে কথা করুলে কি? দেখন্তু, ইলেকশন কমিশনর এক সেপারেট বডি বা তার অটোনমাস বডি, তার নিজস্ব দায়িত্ব এবং অধিকার রয়েছে। সে চাইলে কেউ মুহূর্তে কোণ পরিস্থিতি কি দেখিকি নির্বাচন ঘোষণা করে পারନ୍ତି। যদি জনগণনাকে নেইকি ডেরি হবার থিব, ইলেকশন কমিশনর কহিপারিবে। সে কথা কৌশি দলর, ଏହା କୌଣସି ଦଳର ବ୍ୟାପାର ନୁହେଁ, ନା ଭାରତୀୟ ଜନତା ପାର୍ଟିର, ନା କଂଗ୍ରେସର, ନା ବିଜୁ ଜନତା ଦଳର। ତେଣୁ ଯଦି ଡେରି ହେବାର ଥିବ ବା ଡେରି ହେବାର କୌଣସି ବିଧି ବ୍ୟବସ୍ଥାରେ ଥିବ, ତାହେଲେ ଇଲେକ୍ସନ କମିଶନର ସେ କଥା ଘୋଷଣା କରିବେ। ଆମେ ଚାହୁଁଛୁ ନିର୍ବାଚନ ଠିକ୍ ସମୟରେ ହେଉ। ନିର୍ବାଚନ ଯେଉଁ ସମୟରେ ସାଧାରଣ ଲୋକ ନିର୍ବାଚିତ କରନ୍ତି, ନିର୍ବାଚିତ ପ୍ରତିନିଧିମାନଙ୍କୁ, ପଞ୍ଚାୟତ ହେଉ, ଅର୍ବାନ ହେଉ ବା ସାଧାରଣ ନିର୍ବାଚନ ହେଉ, ତେଣୁ ସେ ଦାୟିତ୍ୱ ଇଲେକ୍ସନ କମିଶନର। ସେ କଥା ଇଲେକ୍ସନ କମିଶନର ବୁଝିବେ। ବିଜୁ ଜନତା ଦଳ ଅଯଥାରେ ବିଳିବିଳି ହୁଅନ୍ତୁ ନାହିଁ। ଯେତେବେଳେ ଯାହା ହେବା କଥା ଠିକ୍ ସମୟରେ ହେବ ଏବଂ ଲୋକ ତାର ଜବାବ ମଧ୍ୟ ଦେଇଛନ୍ତି। 24ରେ ଦେଇଛନ୍ତି ବାଇ ଇଲେକ୍ସନରେ, ଆଗାମୀ ଦିନରେ ମଧ୍ୟ ଦେବେ। ସେ କଥା ରାଜ୍ୟ ସଭାପତି, କାରଣ ଆପଣମାନେ ଜାଣିଛନ୍ତି ମିଶ୍ରଣ କାର୍ଯ୍ୟକ୍ରମ ରାଜ୍ୟର ସଭାପତି ଏବଂ ରାଜ୍ୟର ନେତୃତ୍ୱ ମଣ୍ଡଳୀ ଯେଉଁମାନେ ଅଛନ୍ତି ସେ ଦାୟିତ୍ୱରେ ସେମାନେ ବୁଝିବେ। ଆମ ଦ୍ୱାର ତ ସମସ୍ତଙ୍କ ପାଇଁ ଏ ତ ବିଶ୍ୱର ସର୍ବବୃହତ ଦଳ। କେବଳ ପ୍ରଭାତ ବିଶ୍ୱାଳ କାହିଁକି ଯିବେ, ଆପଣମାନେ ଦେଖିଛନ୍ତି ଅତୀତରେ ବହୁତ ଲୋକ ମିଶିଲେଣି ବହୁତ ଦଳରୁ। ତେଣୁ ଯିଏ ଯିଏ ମିଶିବେ ସେମାନେ ସେ କଥା ରାଜ୍ୟ ସଭାପତିଙ୍କର ଅନୁମୋଦନ କ୍ରମେ ବା ରାଜ୍ୟ ନେତୃତ୍ୱଙ୍କ ଅନୁମୋଦନ କ୍ରମେ ମିଶିବେ। ତା ଦେହରେ କିଛି ଅସୁବିଧା ନାହିଁ। ପୁରୀର ରାଜା ମଧ୍ୟ କ୍ଷୁବ୍ଧ ଏବଂ ସବୁ ଓଡ଼ିଆ ଲୋକଙ୍କୁ, ଜଗନ୍ନାଥ ପ୍ରେମୀମାନଙ୍କୁ ମଧ୍ୟ ଆଘାତ ଦେଇଛି। ନିଶ୍ଚିତ ଭାବେ ଏ ତ ପୁରା କେନ୍ଦ୍ର କୋର୍ଟକୁ ଗଲାଣି ବଲ୍, ରାଷ୍ଟ୍ରପତିଙ୍କ ପାଖେ ମଧ୍ୟ ଫେରାଦ ହେଲାଣି। ତେଣୁ ତା ଉପରେ କ'ଣ ଆମ ସମସ୍ତଙ୍କୁ, ଆପଣଙ୍କୁ ଆଘାତ ଲାଗୁନାହିଁ? ଆମ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଯେତେବେଳେ ଜଗନ୍ନାଥ ସଂସ୍କୃତିର ନୀତି ନିୟମକୁ ଭାଙ୍ଗିକରି କିଏ କେଉଁଠି କରୁଛନ୍ତି, ଆମକୁ ବି କଷ୍ଟ ହେଉଛି, ଆପଣମାନଙ୍କୁ ମଧ୍ୟ କଷ୍ଟ ହେଉଥିବ। ଆମ ସମସ୍ତଙ୍କୁ, ଯେଉଁମାନେ ଜଗନ୍ନାଥଙ୍କ ପ୍ରେମୀ ବା ଜଗନ୍ନାଥଙ୍କୁ ଭଲ ପାଆନ୍ତି, ଜଗନ୍ନାଥଙ୍କୁ ଭକ୍ତି କରନ୍ତି, ସମସ୍ତଙ୍କୁ କଷ୍ଟ ହେଉଛି। ଏଭଳି ହେବା ଉଚିତ ନୁହେଁ। ସେମାନେ ଯେହେତୁ ବାହାରେ କରୁଛନ୍ତି, କ'ଣ କ'ଣ ନୀତି ନିୟମ ଅଛି ତାକୁ ଯେହେତୁ କେନ୍ଦ୍ର ସରକାର ବା କେନ୍ଦ୍ର ପାଖକୁ ଗଲାଣି, ତା ଉପରେ ସେମାନେ ବିଶେଷ ଭାବରେ ବିଚାର କରି ତାର ନିଷ୍ପତ୍ତି। India's largest and leading cancer hospital chain. 35 years of trusted care with an 85% success rate. HCG, Cuttack and Bhubaneswar.